କରୁଛୁ ବୋଲି ହେଲେ ତାକୁ ଠେଙ୍ଗାରେ ପିଟିଲ ଆରମ୍ଭ କଲା ସେ ଚୋରଟା ନଈ ପଡ଼ିଲା ବେକରେ ଗୋଟେ କୃଷ କାଠଟେ ପିନ୍ଧିଛି ଦେଖିଥିବେ କିଛି ଲୋକ ସଉକରେ ପିନ୍ଧନ୍ତି ନାଇକି ସେ ଚୋରଟା ପିନ୍ଧିଛି ହେଲେ ପୁଲିସ ବାଲା ଭାଇନା ସିଏ ଗୋଟେ ଖ୍ରୀଷ୍ଟିଆନ ଭାଇନା କୃଷ ଆହୁରି ପିନ୍ଧୁଛୁ ଆହୁରି ଚୋରି କରୁଛୁ ଦେଲେ ତାକୁ ଆହୁରି ଜୋରରେ କହିଲା ଭାଇନା 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 ରୁହ ଏତେ ଜୋରରେ ମାରୁନି ମରିଯିବି ହେଲେ କ'ଣ ମାରୁନି ତୁ ଜାଣିଛୁ କୃଷ ପିନ୍ଧିକି ଚୋରି କରୁଛୁ ଏ କୃଷରେ କିଏ ମରିଛି ଜାଣିଛୁ ତୋତେ ଲାଜ ଲାଗୁନି କୃଷର ଅପମାନ କରୁଛୁ ସେ କହିଲେ ହଁ ହଁ ରୁହ 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 କହୁଛି କହୁଛି କ'ଣ ଟିକେ ରୁହ ଭାଇନା କହୁଛି ହଁ ଇଏ ମାଡ଼ ଟିକେ ବନ୍ଦ କଲେ କ'ଣ କହିଲୁ କହ କହିଲେ ନାହିଁ ଆପଣ ଯେଉଁ କଥାଟା କହିଲେ ନାହିଁ କି ଏ କୃଷରେ କିଏ ମରିଛୁ କି ମରିଛନ୍ତି ଜାଣିଛୁ କି ବୋଲି କହିଲେ ନାହିଁ କି ଆକ୍ଚୁଆଲି ଆପଣ ଟିକେ ଗଲତ ଫ୍ୟାମିଲି ଅଛି କ'ଣ ନାଇଁ ଏଇଟା ଅସଲରେ ମଝି କୃଷ ନାହିଁ ଆଜ୍ଞା ଏଇଟା ବାଁ ପାଖ କୃଷ ଏଇଟା କୋଉ କୃଷ ବାଁ ପାଖ ଏଇଟା ଏଇ ଲୋକ ହସିଲେ ଆପଣ ହସିଲେ କାହିଁକି ବୁଝିବା ପ୍ରଭୁ ଯୀଶୁଙ୍କୁ କୃଷରେ ମାରିଲେ ଏଇଟା ଆମେ ଜାଣୁ ହେଲେ ଯୀଶୁ ଏକଲା କୃଷରେ ମରିନଥିଲେ ସେଦିନ ତାଙ୍କ ସାଙ୍ଗରେ ଡାହାଣ ପାଖରେ ଜଣେ ବାମ ପାଖରେ ଜଣେ ଦୁଇ ଜଣ ଚୋର ମରିଥିଲେ ଦୁଇ ଜଣ ଚୋରଙ୍କୁ ବି ଯୀଶୁଙ୍କ ସାଙ୍ଗରେ କୃଷରେ ଟଙ୍କା ହେଇଥିଲେ ହେଲେ ତାଙ୍କ ଡାହାଣ ପାଖରେ ଯେଉଁ ଚୋର ଥିଲା ସେଇ ଚୋର ତାଙ୍କୁ ଦେଖି 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 ତା ଜୀବନ ବଦଳିଗଲା ବାଁ ପାଖରେ ଯେଉଁ ଚୋର ଥିଲା ସେ କହୁଛି ଏଇ ତୁ ପୁରା ଖ୍ରୀଷ୍ଟ ନିଜକୁ ରକ୍ଷା କର ଆମକୁ ବି ରକ୍ଷା କର ଡାହାଣ ପାଖ ଚୋର କହୁଛି ଏଇ ତୋତେ ଡର ଲାଗୁନି କି ଆମେ ସିନା ଚୋର ବଦମାସ କର ଆମେ ସିନା ନିଜ କର୍ମର ସମୁଚିତ ଫଳ ପାଉଛୁ ଆମକୁ ଏଇଟା ଦଣ୍ଡ ମିଳିବାର ଥିଲା ଏଇ ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି ତଥାପି ଦଣ୍ଡ ପାଉଛନ୍ତି ଏ ଗୋଟେ ଦେବପୁରୁଷ ତାକୁ ଡର ବି ଲାଗୁନି ଡାହାଣ ପାଖ ଚୋର ତାକୁ ପିନ୍ଧିଗଲା ପ୍ରଭୁ ଯୀଶୁ ସେ 3 ଘଣ୍ଟା କୃଷରେ ଥିଲା ବେଳକୁ ଯୀଶୁଙ୍କର ହାବ ଭାବ କଥାବାର୍ତ୍ତା ଚାଲିଚଳନ ଦେଖିକିରି ସେ ବୁଝିଗଲା ଯେ ଏଇ ବ୍ୟକ୍ତି ସାଧାରଣ ନୁହନ୍ତି ହାଲେଲୁୟା ସେମାନେ ଛଟପଟ ହେଉଛନ୍ତି ବାପା ଲୋ ମା ଲୋ ବଞ୍ଚା ରକ୍ଷା କର ମୋ ଥା ମୁଁ ତ ଦେଖିବି ତତେ ଛାଡ଼ିବି ନାହିଁ ମଲେ ଭୂତ ହେଇକି ଆସିବି ପ୍ରତିଶୋଧ ତ ଆଉ କିନ୍ତୁ ଏଇ ପ୍ରଭୁ ଯୀଶୁ ଯେ ଅମାୟକ ନିରାମୟ କିଛି କହୁନାହାନ୍ତି କହୁଛି ହେ ପିତା ଏମାନେ କ'ଣ କରୁଛନ୍ତି ଜାଣନ୍ତି ନାହିଁ ଏମାନଙ୍କୁ କ୍ଷମା ସେ ବଳୀକୃତ ହେଉଛନ୍ତି କଷ୍ଟ ସହୁଛନ୍ତି ବଳିଦାନ କରୁଛନ୍ତି ନାଇଁ ମୋତେ ମରିବାକୁ ପଡ଼ିବ ମୋର ରକ୍ତ ଝରିବାକୁ ପଡ଼ିବ ତାହେଲେ ମୋର ପିଲାମାନେ ବଞ୍ଚିବେ ମୋ ରକ୍ତ ଦ୍ୱାରା ମୁକ୍ତ ହେବେ ହାଲେଲୁୟା ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ କହିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଯୀଶୁ କହିଲେ ନାଇଁ ମୁଁ ନିଜେ ରକ୍ତ ଦେବି ଆଉ ମୁଁ ତୁମ ପାଇଁ ସ୍ୱାଧୀନତା ଆଣିବି ହାଲେଲୁୟା ମଣିଷ ମନରେ ଥିବା ବିକାର ମନରେ ଥିବା ପାପ ବନ୍ଧନ ଅଦେଖା ବନ୍ଧନ ରୋଗ ବ୍ୟାଧି ଅଭିଶାପ ଗୁଣି ଗାଡ଼ି ମନ୍ତ୍ରତନ୍ତ୍ର ଯେତେ ପ୍ରକାର ଅଭିଶାପର ବନ୍ଧନ ଅଦେଖା ବନ୍ଧନ ସେଥିରୁ ମୁକ୍ତ କିଏ କରିବ ଡାକ୍ତର ପାଖରେ ଡାକ୍ତର ଦେଖିବେ ଅଲ୍ଟ୍ରାସାଉଣ୍ଡ ମେସିନ୍ ଲଗେଇକି ଦେଖିବେ ଏକ୍ସରେ ମେସିନ୍ ଲଗେଇକି ଦେଖିବେ ରକ୍ତ ପରୀକ୍ଷା କରିବେ ଅମୁକ ଅମୁକ ସବୁ ପରୀକ୍ଷା କରିବେ କହିବେ ନାଇଁ ରେ ବାବୁ ତୋ ଦେହରେ ତ କିଛି ରୋଗ ନାହିଁ ନାଇଁ ମୁଁ ଆଜ୍ଞା ଭଲ ଲାଗୁନି ମୋତେ ଭିତରେ ଗୋଟେ କେମିତି ଲାଗୁଛି ତୁ ଯା ମନ୍ତ୍ରୀ ପାଖକୁ ଯା ସେ ମନ୍ତ୍ରୀ ପାଖକୁ ଚିଠି ଲେଖି ଆଜ୍ଞା ମୋ ଭିତରେ ବଡ଼ କଷ୍ଟ ହେଉଛି ଆଜ୍ଞା ଆପଣ ଟିକେ ମୁକ୍ତ କରିଦିଅନ୍ତୁ ସ୍ୱାଧୀନ କରିଦିଅନ୍ତୁ ମନ୍ତ୍ରୀ ବାବା କ'ଣ କରିବେ ତୁ ଯା ଗୁଣିଆ ପାଖକୁ ଯା ସେ ଗୁଣିଆ ପାଖକୁ ଯିବେ ଗୁଣିଆ ବାବୁ କ'ଣ କରିବେ ଆଣିବୁ ରେ 7ଟା ନଡ଼ିଆ ଏତେଟା ଆଣିବୁ ସମ୍ମୁଖ ଦେବୁ ମୋତେ 2 ଖଣ୍ଡ ଲୁଗା ଦେବୁ ତାହେଲେ ମୁଁ ମନ୍ତ୍ର କରିଦେବି ଗୋଟେ ଗାଁରେ ମୁଁ ଥିଲି ସେ ଗାଁରେ ଗୋଟେ ଝିଅକୁ ହାବୁଡ଼ ହେଇଯାଏ ଆପଣ ତାହେଲେ ବୁଝୁଛନ୍ତି ନା ଇଆଡ଼େ ବୁଝନ୍ତି ହାବୁଡ଼ ହେଇଯାଏ ମାନେ ଦୁଷ୍ଟାତ୍ମା ଲାଗିଯାଏ ଝଟକା ପଶିକି ତା ଭିତରେ ମନ୍ଦ ହାତ ପଶିଯାଏ ସେ ଝିଅର କ'ଣ ହେଇଥିଲା କଲେଜକୁ ଯାଇଥିଲା କଲେଜରେ ହସୁଥିଲା ହସିଲା ବେଳେ ଦୁଷ୍ଟାତ୍ମା ପଶିଯାଇଛି କେମିତି ଜଣାପଡ଼ିଲା ବାହାରିଲା ବେଳକୁ ଭୂତ କହିଲା ମୁଁ ୟା ଭିତରେ ପଶିଗଲି କେମିତି ପଶିଲୁ ନାଇଁ ମୋତେ ୟାର ହସ ଭଲ ଲାଗିଲା ତ ପଶିଲି ସେ ଝିଅର ହସ ଭଲ ଲାଗିଲା ମାନେ ହସିବାଟା ବି ବିପଦ এই ঝিওর হস বলে ମୁଁ କହିଲି ଏତେ ଝିଅ ହସୁଥିଲେ ଆଉ କାହାର ହସ ଭଲ ଲାଗିଲା ନାଇଁ ନାଇଁ ମୋତେ ଏଇ ଝିଅର ହସ ଭଲ ଲାଗିଲା ପଶିଗଲି ହେଲେ ଯିବୁ କି ନା ଯିବି କେମିତି